ଦଶପଲ୍ଲା ମଧ୍ୟଖଣ୍ଡ ଅଞ୍ଚଳରେ ବାଘ ଆତଙ୍କ। ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ଅନ୍ତର୍ଗତ ମଧ୍ୟଖଣ୍ଡ ଗ୍ରାମ ଓ ତାର ଆଖପାଖ ଅଞ୍ଚଳରେ 2 ଦିନ ହେଲା ବାଘ ଆତଙ୍କ ଖେଳିଛି। ଗତ ଶୁକ୍ରବାର ରାତିରେ ସ୍ଥାନୀୟ ଲୋକ ବାଘକୁ ଦେଖି ସ୍ଥାନୀୟ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ କର୍ମଚାରୀ ତୁରନ୍ତ ଆସି ମଧ୍ୟଖଣ୍ଡର ଉଦୟପୁର ଓ କୁଆଁରିଆ ନଦୀ ତଥା ବିଭିନ୍ନ ସ୍ଥାନକୁ ଗସ୍ତ କରି ବାଘକୁ ଠାବ କରିବାକୁ ଚେଷ୍ଟା କରିଥିଲେ। ବାଘର ପାଦ ଚିହ୍ନ ଠାବ କରିବା ପରେ ବନ ବିଭାଗ ଅଧିକାରୀ ସୁବଳୟା, ସରଡ଼ା, ଦ୍ୱାରଗାଁ, ଦିଣ୍ଡାଭୂଇଁ ମଧ୍ୟଖଣ୍ଡ ଆଦି ଗ୍ରାମର ଜନସାଧାରଣଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ବନ ବିଭାଗ ବାଘ ସନ୍ଦେହରେ ଜନସାଧାରଣଙ୍କୁ ସଜାଗ ରହିବାକୁ ଅନୁରୋଧ କରିଛନ୍ତି। ଆଜି ମଧ୍ୟଖଣ୍ଡ ବନ ବିଭାଗର 6 ଜଣିଆ ଟିମ୍ ଆସି ତଦନ୍ତ କରିବା ସହ ଅନୁସନ୍ଧାନ କରିଛନ୍ତି। ବାଘ କେଉଁଠୁ ଆସିଛି ଏବଂ କେଉଁ ପ୍ରଜାତିର ବାଘ ତାହା ସ୍ପଷ୍ଟ ରହିଛି। ଆମେ ପୁଣି କହି ରଖୁଛୁ, ବାଘକୁ ଏବେ ସୁଦ୍ଧା ଠାବ କରାଯାଇ ନଥିବା ବେଳେ ବାଘ ନେଇ କୌଣସି ସଠିକ୍ ପ୍ରମାଣ ମିଳିନାହିଁ। କିନ୍ତୁ ବନ ବିଭାଗ ଲୋକଙ୍କୁ ସଜାଗ ଏବଂ ସତର୍କ ରହିବାକୁ କହିଛନ୍ତି। ବାଘ ବୁଲୁଥିବା ଖବର ପ୍ରସାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଏକ ପ୍ରକାର ଭୟର ବାତାବରଣ ଖେଳିଯାଇଛି। ଦଶାପଲ୍ଲରୁ ବଳଭଦ୍ରଙ୍କ ରିପୋର୍ଟ, ଅନୁଧ୍ୟାନ ନ୍ୟୁଜ୍।